ଦେଖୁଛନ୍ତି ଗାଈ ବାରମ୍ବାର ଭିଡ଼ିଓରେ କହୁଛି ଆପଣମାନେ କୁହନ୍ତୁ ଏଇ ସହର ନାଁ କ'ଣ। କେତେ ସୁନ୍ଦର ପରିବେଶ ଦେଖୁଛନ୍ତି, ଏତେ ସୁନ୍ଦର ପରିବେଶ। ଏ ସୁନ୍ଦର ପରିବେଶରେ এই ସହର ନାଁ କ'ଣ? ଏ ସୌନ୍ଦର୍ଯ୍ୟମୟ ଜାଗା କଳ୍ପନା ବାହାରେ। ସତରେ ମୁଁ ଭୂସ୍ୱର୍ଗରେ ଆସିଛି। ଏତେ ବଣ ଜଙ୍ଗଲ ପାହାଡ଼ ପର୍ବତ ନଦୀ ନାଳ ବୃକ୍ଷଲତାର ଘେରା ଏ ସହର, ଏତେ ବଡ଼ ବଡ଼ କୋଠା ବାଡ଼ି ବିଲ୍ଡିଂ 3 ମହଲା 4 ମହଲା 5 ମହଲା, ଏ ଜାଗାରେ 12 ମହଲା ବିଲ୍ଡିଂ ପର୍ଯ୍ୟନ୍ତ ଅଛି। এই ସହର ନାମ କ'ଣ ଦେଖି ଆପଣମାନେ କମେଣ୍ଟ କରନ୍ତୁ ଆଉ କୁହନ୍ତୁ। ଏତେ ସୁନ୍ଦର ଏତେ ସୁନ୍ଦର ଏତେ ସୁନ୍ଦର ମୁଁ କଳ୍ପନା କରିପାରୁନି ଏ ସହରର ସୌନ୍ଦର୍ଯ୍ୟ। ଚାରିଆଡ଼େ ଦେଖିପାରୁଛନ୍ତି ସାଙ୍ଗମାନେ କେମିତି ଲାଗୁଛି ଏଇ ଜାଗାଟା, ଏଇ ସହରର ସୌନ୍ଦର୍ଯ୍ୟ ଦେଖିପାରୁଛନ୍ତି ନା ଆପଣମାନେ। ଆପଣମାନେ ଯଦି କେବେ ସୁଇଜରଲ୍ୟାଣ୍ଡ ଯିବାର ସ୍ୱପ୍ନ ଦେଖିଛନ୍ତି ତାହେଲେ এই ସହରକୁ ଦେଖିକି ଆପଣ ଭାବି ଦିଅନ୍ତୁ ସୁଇଜରଲ୍ୟାଣ୍ଡ। ଆପଣ ଯଦି କେବେ ମନାଲି ଯିବାର ସ୍ୱପ୍ନ ଦେଖିଛନ୍ତି ତାହେଲେ এই ସହରକୁ ଦେଖି ମନାଲି ବି ଭାବି ନିଅନ୍ତୁ। ଯଦି ଆପଣ କେବେ ଦାର୍ଜିଲିଂ ଦେଖିବାକୁ ଚାହୁଁଛନ୍ତି ତାହେଲେ এই ସହରକୁ ଦେଖି ଆପଣ ଭାବି ଦିଅନ୍ତୁ ଦାର୍ଜିଲିଂ। ଯଦି ଆପଣମାନେ କେବେ ହୁଟି ଦେଖିବାକୁ ଚାହୁଁଛନ୍ତି ତାହେଲେ এই ସହରକୁ ଦେଖି ଭାବି ଦିଅନ୍ତୁ ଯେ ମୁଁ ହୁଟିରେ ମଧ୍ୟ ଯାଇଛି ଦେଖିଛି। ସେମ୍ এই ସହରମାନଙ୍କରେ ଯେମିତି ଲୋକ ଭିଡ଼ ହୁଅନ୍ତି, ଦେଖିବାକୁ ପସନ୍ଦ କରନ୍ତି, ଆରାମ ଲାଗେ, ଥଣ୍ଡା ଥଣ୍ଡା ପବନ ବହେ, କେତେ ସୁନ୍ଦର ସୁନ୍ଦର ଗାଈ ଗୋରୁଠୁ ଆରମ୍ଭ କରି ପଶୁ ପକ୍ଷୀ, ଓ ଗଡ୍ এই ସହରର ସୌନ୍ଦର୍ଯ୍ୟ ମୁଁ କଳ୍ପନା କରିପାରିବି ନାହିଁ। ଆପଣମାନେ ଦେଖି এই ସହରର କଳ୍ପନା କରନ୍ତୁ ଆଉ କୁହନ୍ତୁ এই ସହର କେଉଁ ସହର, ଏତେ ସୁନ୍ଦର କାହିଁକି ଲାଗୁଛି। ଏତେ ସୁନ୍ଦର ସହର, ଏତେ ବଡ଼ ସହର ନାହିଁ କିନ୍ତୁ ଏତେ ସୁନ୍ଦର କାହିଁକି ଲାଗୁଛି। ଏତେ ସୁନ୍ଦର ସୁନ୍ଦର କୋଠା ବାଡ଼ି ଘର ଦ୍ୱାର ବା ସହର ମଝିରେ ପାହାଡ଼ ପର୍ବତ ନଦୀ ନାଳ ଗାଈ ଗୋରୁ, ଓହୋ କି ସ୍ୱର୍ଗ, କି ସୁନ୍ଦର, କହିଲେ ଅତ୍ୟୁକ୍ତି ହେବ ନାହିଁ। ମୋ ପାଖେ ଶବ୍ଦ ନାହିଁ କି ଭାଷା ନାହିଁ ଏ ସହରକୁ ବର୍ଣ୍ଣନା କରିବା ପାଇଁ। ଏତେ ସୁନ୍ଦର ଭଗବାନ ଏ ସହର କେମିତି ବିଧାତା କରିଛନ୍ତି ଭଗବାନ ହିଁ ଜାଣିଛନ୍ତି। କିନ୍ତୁ ଆପଣମାନେ ଭଲ ଭାବରେ ଭିଡ଼ିଓକୁ ଦେଖନ୍ତୁ, ୱାଚ୍ କରନ୍ତୁ ଆଉ ଏ ସହର କେଉଁ ସହର ଆପଣ ଯଦି ଜାଣିଥିବେ ତାହେଲେ କମେଣ୍ଟ କରନ୍ତୁ এই ସହରର ନାଁଟା। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ ଜାଣିବାକୁ ଚେଷ୍ଟା କରନ୍ତୁ। ଏତେ ସୁନ୍ଦର ସହର ଓଡ଼ିଶାରେ ମଧ୍ୟରେ ଅଛି। ଓଡ଼ିଶାର ଏଇ ଜାଗାରେ ଅଛି এই ସହରଟା। ବାପା ମା ମୁଁ କ'ଣ କହିବି। এই ସହରରେ ପ୍ରତିଦିନ ଲୋକ ଆସି ଅନେକ ପ୍ରକାର ଜିନିଷ ଫଟୋ ସେଲ୍ଫି ଦୁନିଆ ଜିନିଷ ବାହାର ରାଜ୍ୟମାନଙ୍କରୁ ବାହାର ଦେଶମାନଙ୍କରୁ ଆସନ୍ତି, ବହୁତ ଲୋକ ଆସନ୍ତି। ମୁଁ ମଧ୍ୟ এই ସହରର ଜଣେ ନିବାସୀ। ପ୍ରକୃତିରେ କହିବାକୁ ଗଲେ ମୁଁ ଅନେକ ଜାଗା ଦେଖିଛି। ଦିଲ୍ଲୀ ଦେଖିଛି, ମୁମ୍ବାଇ ଦେଖିଛି, ବାଙ୍ଗାଲୋର ଦେଖିଛି, ହାଇଦ୍ରାବାଦ ଦେଖିଛି, କଲକାତା ଦେଖିଛି, ଚେନ୍ନାଇ ଦେଖିଛି, ନୋଇଡ଼ା ଦେଖିଛି, ନାଗପୁର ଦେଖିଛି, ପୁନେ ଦେଖିଛି, ବହୁତ ବଡ଼ ବଡ଼ ଡେରାଡୁନ, ସିମଲା, ଗୌହାଟୀ, ଆସାମ, ବହୁତ ସହର ଦେଖିଛି। ଏରାଉଣ୍ଡ ବଡ଼ ବଡ଼ ନାମ ଜାଦା ସହର ମଧ୍ୟରେ ମୁଁ 200ରୁ 300 ସହର ଦେଖିଛି। କିନ୍ତୁ ଏମିତି ସହର ମୁଁ କେଉଁଠି ଦେଖିନାହିଁ। ଏତେ ସୁନ୍ଦର କଳ୍ପନା ବାହାରେ ଏ ସୌନ୍ଦର୍ଯ୍ୟ। ଚାରିଆଡ଼େ ଲୋକ, ଚାରିଆଡ଼େ ଘରଦ୍ୱାର, ଚାରିଆଡ଼େ ମେଢ଼, ଚାରିଆଡ଼େ ପାହାଡ଼ ପର୍ବତ ନଦୀ ନାଳ, ଓହୋ ଦେଖନ୍ତୁ ଆପଣମାନେ ଦେଖି କଳ୍ପନା କରନ୍ତୁ ଏ ସହରର ସୌନ୍ଦର୍ଯ୍ୟ। ମୁଁ କ'ଣ କହିବି ଆପଣମାନଙ୍କୁ। ଓ ଗଡ୍ ଆପଣମାନଙ୍କୁ এই ଜାଗାରେ ଦେଇଛନ୍ତି। এই ସହର ପ୍ରକୃତିରେ କହିବାକୁ ଗଲେ ଦକ୍ଷିଣ ଓଡ଼ିଶାର ଗୋଟେ ମୁଖ୍ୟ ସହର। ଦକ୍ଷିଣ ଓଡ଼ିଶାର ଗୋଟେ ମୁଖ୍ୟ ସୁନ୍ଦର ସରଳ ଆଦିବାସୀ ସହର କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଆଦିବାସୀ ଲୋକ ଏ ସହରରେ ଦେଖାଯାଆନ୍ତିନି। ଖାଲି ଧନୀ ଶ୍ରେଣୀର ଲୋକ, ବାହାର ଲୋକ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, ପଶ୍ଚିମବଙ୍ଗାଲ, ଆମ ରାଜ୍ୟର ଲୋକ କମ୍ ଦେଖାଯାଆନ୍ତି କିନ୍ତୁ ବାହାର ରାଜ୍ୟର ଲୋକମାନେ ବହୁତ ଦେଖାଯାଆନ୍ତି। ସେମାନଙ୍କର ଅଟ୍ଟାଳିକା, ବଡ଼ ବଡ଼ ବିଲ୍ଡିଂ, ବଡ଼ ବଡ଼ 3 ମହଲା 4 ମହଲା 5 ମହଲା କୋଠା ବାଡ଼ି ଘର ଦ୍ୱାର, ଓହୋ ଲୋ ଏସବୁ ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଦେଖନ୍ତୁ ଆପଣ ନିଜେ ଦେଖି କଳ୍ପନା କରନ୍ତୁ এই ଜାଗାର ସୌନ୍ଦର୍ଯ୍ୟ।
ଦେଖନ୍ତୁ ଚାରିଆଡ଼େ ଘର ଦ୍ୱାର, ଚାରିଆଡ଼େ ଆଶ୍ଚର୍ଯ୍ୟ ଲାଗିଯିବ। ଚାରିଆଡ଼େ ଘର ଦ୍ୱାର, ପାହାଡ଼ ପର୍ବତ, ନଦୀ ନାଳ, ବୃକ୍ଷ ଲତା, ଯେଉଁଠି ଦେଖ ଘର ଦ୍ୱାର। ମୁଁ ଯେତିକି ଆପଣମାନଙ୍କୁ ଦେଖାଉଛି ଏସବୁ ସହରର କିଛି ଅଂଶ, ମାତ୍ର ଗୋଟେ 10 ରୁ 15% ହିଁ ଦେଖାଯାଉଛି। ଅନେକ ଆଡ଼େ ସହର ବ୍ୟାପିଛି, ଅନେକ ଆଡ଼େ এই ସହର 105 କିମି ଠାରୁ ଅଧିକ ବ୍ୟାପିଛି। ଏ ସହରଟା ଅତି ସୁନ୍ଦର ସହର, ବହୁତ ଛୋଟ ହେଲେ ବି ବହୁତ ସୁନ୍ଦର। ଯେତେ ଛୋଟ ସେତେ ସୁନ୍ଦର ଅଛି। ତେଣୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଦୟାକରି ଭିଡ଼ିଓ ପୁରାପୁରି ଦେଖନ୍ତୁ ଆଉ ଚିହ୍ନନ୍ତୁ ସହର କେମିତି ଲାଗୁଛି। ଲୋକ ଏ ଜାଗାରେ ପ୍ରତିଦିନ ସହସ୍ର ଲୋକ ଆସନ୍ତି ଦେଖିବା ପାଇଁ, ବୁଲିବା ପାଇଁ। ଆଉ ଅନେକ ଲୋକ ବୁଲନ୍ତି, ଅନେକ ପ୍ରକାର ଜାଗା ଦେଖନ୍ତି। ଆଉ এই ସହରର ସୌନ୍ଦର୍ଯ୍ୟକୁ କଳ୍ପନା କରିପାରନ୍ତି ନାହିଁ। ଚାରିଆଡ଼େ ଘର ଦ୍ୱାର, ପାହାଡ଼ର ଏ କାନି ସେ କାନି, ସେପଟେ ବଜାର ମାର୍କେଟ, ଦୁନିଆ ଜିନିଷରେ ଘର ଦ୍ୱାର। এইଠି ପାହାଡ଼ ପର୍ବତ, ନଦୀ ନାଳ, ଯେଉଁ କୂଳରେ ଯାଅ ସେଇପଟେ ଘର ଦ୍ୱାର। ତେଣୁ এই ସହରର ସୌନ୍ଦର୍ଯ୍ୟ ଆପଣମାନେ ଜାଣିପାରୁଥିବେ, ଚାରିଆଡ଼େ ବ୍ୟାପିଛି, ଚାରିଆଡ଼େ ପ୍ରତ୍ୟେକ ଜାଗାରେ ଘର ଦ୍ୱାର, ଖାଲ ଢେପ, ପାହାଡ଼ ପର୍ବତ ସବୁ ଜାଗାରେ ବ୍ୟାପିଛି। ଏହି ସହର ଅତି ସୁନ୍ଦର ଆଉ ଅତି ସରଳମୟ ସହର, ଅତି ସୌନ୍ଦର୍ଯ୍ୟମୟ ସହର। ଏମିତି ସହର ମୁଁ କେବେ ଦେଖିନି, ଆଉ ହବନି, ଦେଖିବି ମଧ୍ୟ ହବନି। ମୁଁ ଅନେକ ଜାଗା ଦେଖିଛି, ଯେମିତି ଡେରାଡୁନ, ସିମଲା, ମସୁରୀ, ଦାର୍ଜିଲିଂ, ହୁଟି, ଚଣ୍ଡିଗଡ଼, ମନାଲି, ସବୁ ଜାଗା ଦେଖିଛି। କିନ୍ତୁ ଏ ଜାଗାର ସୌନ୍ଦର୍ଯ୍ୟ ସବୁଠାରୁ ୟୁନିକ୍ ବା ଡିଫରେନ୍ସ ଅଛି। ଦେଖନ୍ତୁ କେତେ ବଡ଼ ବଡ଼ କୋଠାବାଡ଼ି, କେତେ ବଡ଼ ବଡ଼ ଘର ଦ୍ୱାର, ଯାହା ହଉ ଏତେ ସୁନ୍ଦର ସହର। ଆମେ ଯେଉଁ ଜାଗାରେ ରହୁଛୁ ଏ ସହର ସୌନ୍ଦର୍ଯ୍ୟ ଦେଖି ଆମକୁ ବହୁତ ଖୁସି ଲାଗୁଛି। ଦେଖନ୍ତୁ ଏତେ ସୁନ୍ଦର ଜାଗା, ମୁଁ କ'ଣ କଳ୍ପନା କରି କହିବି ଆପଣଙ୍କୁ। ଏମିତି ସୁନ୍ଦର ଜାଗା ମୁଁ କେବେ ଦେଖିନଥିଲି। ଭଗବାନ ଆମକୁ ଏମିତି ସୁନ୍ଦର ଜାଗାରେ ରହିବାର ସୁବିଧା ଦେଇଛନ୍ତି, ସେଥିପାଇଁ ମୁଁ ବହୁତ ଖୁସି। ମୁଁ ନିଜକୁ ଗର୍ବ ଅନୁଭବ କରେ ମୁଁ ଏହି ସହରରେ ରହୁଛି ବୋଲି। ମେଘୁଆ ପାଗ, ଚାରିଆଡ଼େ ପାହାଡ଼ ପର୍ବତ, ନଦୀ ନାଳ ଭାସି ଯାଉଛି, ନଦୀର ପାଣି, ଚାରିଆଡ଼େ ଘର ଦ୍ୱାର, ପାହାଡ଼ ପର୍ବତ, ଜନବସତି, ଏତେ ସୁନ୍ଦର, ଏତେ ସୁନ୍ଦର, ଚାରିଆଡ଼େ ଜଙ୍ଗଲ। এই ସହରର ସୌନ୍ଦର୍ଯ୍ୟକୁ ମୁଁ କଳ୍ପନା କରି ହିଁ ପାରୁନି। କ'ଣ କହିବି ଆପଣମାନଙ୍କୁ, ଏତେ ସୁନ୍ଦର ଜାଗା, ଚାରିଆଡ଼େ ଘର ଦ୍ୱାର, କଳ୍ପନା ବାହାରେ ଏତେ ସୁନ୍ଦର ଜାଗା। ମୁଁ କହି କହି ଥକିଯିବି, କିନ୍ତୁ ସୌନ୍ଦର୍ଯ୍ୟ ଜାଗା ବିଷୟରେ ଯେତେ କହିଲେ ମଧ୍ୟ ସେତେ ଅସମ୍ଭାଳ। ଦେଖିପାରୁଥିବେ ଝିଅମାନେ ମଧ୍ୟ ବୁଲିବାକୁ ଆସିଛନ୍ତି। ପ୍ରତିଦିନ ସହସ୍ର ଲୋକ ବୁଲିବାକୁ ଆସନ୍ତି। এই ଜାଗା ଏକ ଲଭର୍ସ ପଏଣ୍ଟ କହିଲେ ମଧ୍ୟ ଚଳେ। ଏ ଜାଗା ଲଭର୍ସ ପଏଣ୍ଟ, ବହୁତ ଲୋକ ଆସନ୍ତି। ସୁନ୍ଦର ସୁନ୍ଦର ଝିଅ ଯାକ, ସୁନ୍ଦର ସୁନ୍ଦର ପୁଅ ଝିଅ ସବୁ ବୁଲିବାକୁ ଆସିଛନ୍ତି। ଦେଖନ୍ତୁ କେତେ ବେଷ୍ଟ ପ୍ଲେସ୍, ଏତେ ସୁନ୍ଦର ଜାଗା।